Good morning, everyone. Welcome to Daily Learning. ଆଜି ଗୋଟେ ଇମ୍ପୋର୍ଟାଣ୍ଟ ସେସନ ହବା ପାଇଁ ଯାଉଛି କାହିଁକି ନା ଏଠି ଆମେ ଫେମସ୍ ବୁକ୍ସ ଆଉ ତାଙ୍କ ଅଥରଙ୍କ ବିଷୟରେ ଆମେ ଡିସ୍କସନ କରିବାକୁ ଯାଉଛେ ଯୋଉଟା କି ଯେତିକି ସବୁ ଅପକମିଂ ଏକ୍ସାମ୍ସ ପାଇଁ ଏଇଟା ବହୁତ ହେଲ୍ପଫୁଲ ହବ ତା ସହିତ ବିଏଡ୍ ପାଇଁ ଯଦି ଓ ଟ୍ରିପଲ ଏସ୍ ସି ପିଓ ଆର୍ଆଇ ଅମିନ ଆଉ ଓ ଟ୍ରିପଲ ଏସ୍ ସି ଓ ଡବଲ ଏସ୍ ସି କଣ୍ଡକ୍ଟ କରୁଥିବା ଯେତିକି ସବୁ ଏକ୍ସାମ ପାଇଁ ବି ଏଇଟା ବହୁତ ହେଲ୍ପଫୁଲ ହବ ଆଉ ଯେତିକି ସବୁ ଇମ୍ପୋର୍ଟାଣ୍ଟ ବୁକ୍ ଆଉ ଫେମସ୍ ବୁକ୍ ରହୁଛି ଆଉ ତାଙ୍କ ଅଥରଙ୍କ ବିଷୟରେ ଆମେ ଡିସ୍କସନ କରିବା। ତ ଆଜିର ଫାର୍ଷ୍ଟ କ୍ୱେଶ୍ଚନ କଣ ଅଛି ଦେଖିବା କଣ ନା ଦ ଡିସ୍କଭରୀ ଅଫ୍ ଇଣ୍ଡିଆ ଇଜ ରିଟେନ୍ ବାଇ ଯୋଉ ଡିସ୍କଭରୀ ଅଫ୍ ଇଣ୍ଡିଆକୁ କିଏ ଲେଖିଛନ୍ତି ବୋଲି ପଚାରୁଛି। ଅପସନ ଅଛି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ରବୀନ୍ଦ୍ରନାଥ ଟାଗୋର ନା ସୁଭାଷ ଚନ୍ଦ୍ର ବୋଷ। ଏଇଟା କିଏ ଲେଖିଛନ୍ତି ନା ଜବାହରଲାଲ ନେହେରୁ ହିଁ ଲେଖିଛନ୍ତି କଣ ନା ଡିସ୍କଭରୀ ଅଫ୍ ଇଣ୍ଡିଆ। କିଏ ଲେଖିଛନ୍ତି ଜବାହରଲାଲ ନେହେରୁ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଆଉ ଜବାହରଲାଲ ନେହେରୁଙ୍କର ଆଉ କେତେଟା ବୁକ୍ ଯଦି ଦେଖିବା କଣ ନା ଦ ଡିସ୍କଭରୀ ଅଫ୍ ଇଣ୍ଡିଆ, ଗ୍ଲିମ୍ପସେସ୍ ଅଫ୍ ୱାର୍ଲଡ ହିଷ୍ଟ୍ରି, ଲେଟର୍ସ ଫ୍ରମ ଏ ଫାଦର ଟୁ ହିଜ ଡଟର, ବଞ୍ଚ ଅଫ୍ ଓଲ୍ଡ ଲେଟର୍ସ। ଇଏ ସବୁ କଣ ହଉଛି ନା ଜବାହରଲାଲ ନେହେରୁଙ୍କର କେତେଟା ଇମ୍ପୋର୍ଟାଣ୍ଟ ବୁକ୍। ଏଇ ସବୁରେ ସବୁ ତମେ ମନେ ରଖିପାରିଥିବ କଣ ଡିସ୍କଭରୀ ଅଫ୍ ଇଣ୍ଡିଆ, ଗ୍ଲିମ୍ପସେସ୍ ଅଫ୍ ଦ ୱାର୍ଲଡ ହିଷ୍ଟ୍ରି, ଲେଟର୍ସ ଫ୍ରମ ଏ ଫାଦର ଟୁ ହିଜ ଡଟର ଏଣ୍ଡ ବଞ୍ଚ ଅଫ୍ ଓଲ୍ଡ ଲେଟର୍ସ। ନେକ୍ସଟ କ୍ୱେଶ୍ଚନ ଦେଖିବା ଇଣ୍ଡିଆ ୱିନ୍ସ ଫ୍ରିଡମ ଇଜ ରିଟେନ୍ ବାଇ ଇଣ୍ଡିଆ ୱିନ୍ସ ଫ୍ରିଡମ ଟାକୁ କିଏ ଲେଖିଛନ୍ତି ବୋଲି ପଚାରୁଛି। ଅପସନ ଅଛି ଜବାହରଲାଲ ନେହେରୁ, ମୌଲାନା ଅବୁଲ କାଲାମ ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନା ରାଜେନ୍ଦ୍ର ପ୍ରସାଦ। କିଏ ଲେଖିଛନ୍ତି ନା ଇଣ୍ଡିଆ ୱିନ୍ସ ଫ୍ରିଡମ କୁ ଲେଖିଛନ୍ତି ମୌଲାନା ଅବୁଲ କାଲାମ ଆଜାଦ। କିଏ ଲେଖିଛନ୍ତି ମୌଲାନା ଅବୁଲ କାଲାମ ଆଜାଦ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ ନା ଦେଇଛନ୍ତି ଗୀତାଞ୍ଜଳି ଇଜ ରିଟେନ୍ ବାଇ ଗୀତାଞ୍ଜଳିକୁ କିଏ ଲେଖିଛନ୍ତି ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ସରୋଜିନୀ ନାଇଡୁ, ରବୀନ୍ଦ୍ରନାଥ ଟାଗୋର ନା ଶ୍ରୀ ଅରବିନ୍ଦ। କିଏ ଲେଖିଛନ୍ତି ନା ଗୀତାଞ୍ଜଳି ପାଇଁ ତାଙ୍କୁ ନୋବେଲ ପୁରସ୍କାର ବି ମିଳିଥିଲା କାହାକୁ ନା ରବୀନ୍ଦ୍ରନାଥ ଟାଗୋର। ରବୀନ୍ଦ୍ରନାଥ ଟାଗୋର ଲେଖିଛନ୍ତି କଣ ନା ଗୀତାଞ୍ଜଳି ଯୋଉଥିପାଇଁ କି 1913 ମସିହାରେ ତାଙ୍କୁ କଣ ମିଳିଥିଲା ନା ନୋବେଲ ପୁରସ୍କାର ମିଳିଥିଲା ଆଉ ସିଏ ହେଇଥିଲେ କଣ ନା ପ୍ରଥମ ଏସିଆନ ଯିଏକି ନୋବେଲ ପୁରସ୍କାର ପାଇଥିଲେ। ତାପରେ ଦେଖିବା କଣ ଆଉ କେତେ ରହୁଛି ନା ଆମର ଯୋଉ ରହୁଛି କଣ ନା ନ୍ୟାସନାଲ ଆନ୍ଥେମ ରହୁଛି ଜନଗଣ ମନ ସେଟା ବି ଲେଖିଛନ୍ତି କିଏ ନା ରବୀନ୍ଦ୍ରନାଥ ଟାଗୋର ଲେଖିଛନ୍ତି। ଆମର ସୋନାର ବାଂଲା ଯୋଉଟା କି ନ୍ୟାସନାଲ ଆନ୍ଥେମ ଅଫ ବାଂଲାଦେଶର ଯୋଉ ନ୍ୟାସନାଲ ଆନ୍ଥେମ ରହୁଛି ଆମର ସୋନାର ବାଂଲା ଏଟା ବି କିଏ ଲେଖିଛନ୍ତି ନା ଏଟା ବି ଲେଖିଛନ୍ତି ରବୀନ୍ଦ୍ରନାଥ ଟାଗୋର। ତା ସହିତ କାବୁଲିବାଲା, ପୋଷ୍ଟ ଅଫିସ ଆଉ ହଉଛି ଘରେ ଭାଇରେ ଇଏ ସବୁ କିଏ ଲେଖିଛନ୍ତି ନା ଏସବୁ ଲେଖିଛନ୍ତି ରବୀନ୍ଦ୍ରନାଥ ଟାଗୋରଙ୍କର ଇଏ ସବୁ ଗୋଟେ ଗୋଟେ ଫେମସ ଲେଖା କୋଉଟା ନା ଯୋଉ ବାଂଲାଦେଶର ରହୁଛି ତାଙ୍କ ନ୍ୟାସନାଲ ଆନ୍ଥମ କଣ ନା ଆମର ସୋନାର ବାଂଲା ବି ମଧ୍ୟ ସେ ଲେଖିଛନ୍ତି ଜନଗଣ ମନ ମଧ୍ୟ ସେ ଲେଖିଛନ୍ତି କାବୁଲି ବାଲା ଇଏ ସବୁ ଲେଖିଛନ୍ତି କିଏ ନା ରବୀନ୍ଦ୍ରନାଥ ଟାଗୋର। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ ନା ମାଇ ଏକ୍ସପେରିମେଣ୍ଟ ୱିଥ ଟ୍ରୁଥ ଇଜ ରିଟେନ୍ ବାଇ ମାଇ ଏକ୍ସପେରିମେଣ୍ଟ ଟ୍ରୁଥ ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଡକ୍ଟର ପି ଆର ଆମ୍ବେଦକର ନା ସୁଭାଷ ଚନ୍ଦ୍ର ବୋଷ। ଜବାହରଲାଲ ନେହେରୁଙ୍କ ବିଷୟରେ ଆମେ ଗୋଟେ ପଢିଲେ କଣ ତା ଡିସ୍କଭରୀ ଅଫ ଇଣ୍ଡିଆ, ଗ୍ଲିମ୍ସ ଅଫ ଥିଓରି ଆଉ ହଉଛି ଏସବୁ ଆମେ ପଢିଲେ କିନ୍ତୁ ମାଇ ଏକ୍ସପେରିମେଣ୍ଟ ୱିଥ ଟ୍ରୁଥ ରେ କିଏ ଲେଖିଛନ୍ତି ନା ମହାତ୍ମା ଗାନ୍ଧୀ। କିଏ ଲେଖିଛନ୍ତି ମହାତ୍ମା ଗାନ୍ଧୀ ଟା ଲେଖିଛନ୍ତି। ଆଉ ମହାତ୍ମା ଗାନ୍ଧୀଙ୍କର ଫେମସ ଲେଖା ଯଦି ଆମେ ଦେଖିବା କଣ ନା ହିନ୍ଦ ସ୍ୱରାଜ, ୟଙ୍ଗ ଇଣ୍ଡିଆ, ହରିଜନ ଆଉ ଇଣ୍ଡିଆ ଅଫ ମାଇ ଡ୍ରିମ୍ସ ଏ ସବୁ କିଏ ଲେଖିଛନ୍ତି ନା ମହାତ୍ମା ଗାନ୍ଧୀ। ଆଉ ଇଣ୍ଡିଆନ ଓପିନିଅନ ଏ ସବୁ ଯଦି ଲେଖା ଯାଇଥିବ ଜାଣିଦବା ଏଟା କିଏ ନା ମହାତ୍ମା ଗାନ୍ଧୀ ଲେଖିଛନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା ହ୍ୱିଚ ଅଫ ଦ ଫଲୋଇଂ ୱାର୍କସ ଇଜ ରିଟେନ୍ ବାଇ କାଳିଦାସ। ତାଙ୍କ ଭିତରୁ କୋଉଟା ନା କାଳିଦାସଙ୍କ ଦ୍ଵାରା ଲେଖା ହେଇଛି ବୋଲି ପଚାରୁଛି। ଅପସନ ଅଛି ମେଘଦୂତ, ଗୀତାଞ୍ଜଳି, ହିନ୍ଦ ସ୍ୱରାଜ, ଇଣ୍ଡିଆ ୱିନ୍ସ ଫ୍ରିଡମ। କୋଉଟା ହବ ନା ଆମେ ଇଣ୍ଡିଆ ୱିନ୍ସ ଫ୍ରିଡମ ଟାକୁ କିଏ ଲେଖିଛନ୍ତି ନା ମୌଲାନା ଅବୁଲ କାଲାମ ଆଜାଦ ଲେଖିଛନ୍ତି ଆମେ ପଢିଲେ। ହିନ୍ଦ ସ୍ୱରାଜ କିଏ ଲେଖିଛନ୍ତି ନା ମହାତ୍ମା ଗାନ୍ଧୀ ବି ଲେଖିଛନ୍ତି। ଆଉ ଗୀତାଞ୍ଜଳିକୁ କିଏ ଲେଖିଛନ୍ତି ନା ରବୀନ୍ଦ୍ରନାଥ ଟାଗୋର। ତାହେଲେ ରହିଲେ କିଏ ନା ମେଘଦୂତକୁ ହିଁ ଲେଖିଛନ୍ତି କିଏ ନା କାଳିଦାସ ଲେଖିଛନ୍ତି। କାଳିଦାସଙ୍କର ଆଉ ଯଦି ଆମେ ଫେମସ ଲେଖା ଦେଖିବା କଣ ନା ଅଭିଜ୍ଞାନ ଶକୁନ୍ତଳମ୍ ଆଉ ମେଘଦୂତ, କୁମାର ସମ୍ଭବ ଇଏ ସବୁ ରହୁଛି କାହାର ନା କାଳିଦାସଙ୍କର ଫେମସ ଲେଖା କୋଉଟା ନା ଅଭିଜ୍ଞାନ ଶକୁନ୍ତଳମ୍, ମେଘଦୂତ, ରଘୁବଂଶମ, କୁମାର ସମ୍ଭବମ୍ ଇଏ ସବୁ ହଉଛି କାହାର ନା କାଳିଦାସଙ୍କର ଫେମସ ଲେଖା। ନେକ୍ସଟ କ୍ୱେଶ୍ଚନ ଯଦି ଆମେ ଦେଖିବା ହ୍ୱିଚ ଅଫ ଦ ଫଲୋଇଂ ଇଜ ରିଟେନ୍ ବାଇ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଯୋଉ ଯାହାକୁ ଆମେ କଣ କହୁଛନ୍ତି ନା ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବି ଯୋଉ କହୁଛନ୍ତି ଏଙ୍କ ଭିତରୁ କୋଉ ଲେଖାଟା ତାଙ୍କ ଦ୍ଵାରା ଲେଖା ହେଇଛି ବୋଲି ପଚାରୁଛି। ଅପସନ ଅଛି ଆନନ୍ଦ ମଠ, ଗୀତାଞ୍ଜଳି, ହିନ୍ଦ ସ୍ୱରାଜ, ଇଣ୍ଡିଆ ୱିନ୍ସ ଫ୍ରିଡମ। ତାହେଲେ କୋଉଟା ହବ ନା ଗୀତାଞ୍ଜଳି ଲେଖିଛନ୍ତି କିଏ ରବୀନ୍ଦ୍ରନାଥ ଟାଗୋର। ହିନ୍ଦ ସ୍ୱରାଜ ଲେଖିଛନ୍ତି କିଏ
महात्मा गांधी लिखिଛନ୍ତି ଆଉ ଇଣ୍ଡିଆ ୱିନ୍ସ ଫ୍ରିଡମ ଲେଖିଛନ୍ତି କିଏ ନା ଅବୁଲ କଲାମ ଆଜାଦ। ଆଉ ରହିଲେ କିଏ ଆନନ୍ଦ ମଠଟା ହିଁ ଲେଖିଛନ୍ତି କିଏ ନା ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଆଉ ଯୋଉଟାରୁ ଆସିଛି କଣ ନା ବନ୍ଦେ ମାତରମ୍। ଯୋଉ ବନ୍ଦେ ମାତରମ୍ ରହୁଛି ଆମ ନ୍ୟାସନାଲ ସଙ୍ଗ ସେଟା କିଏ ଲେଖିଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଆଉ କଣ ନା ଆମେ ପଢିଲେ କଣ ଗୋଟେ ଅଛି ନ୍ୟାସନାଲ ସଙ୍ଗ ଆଉ ଗୋଟେ ନ୍ୟାସନାଲ ଏନ୍ଥେମ୍। ଯଦି ନ୍ୟାସନାଲ ସଙ୍ଗ ପଚାରିବ ତାହେଲେ କରିବ କଣ ନା ଯୋଉଟା ଆନନ୍ଦ ମଠରୁ ଆସିଛି କୋଉଟା ନା ବନ୍ଦେ ମାତରମ୍। ଆଉ ନ୍ୟାସନାଲ ଏନ୍ଥେମ୍ ପଚାରିଲେ କୋଉଟା କହିବ ନା ଜନଗଣ ମନ। ଆଉ ବନ୍ଦେ ମାତରମ୍ ଲେଖିଛନ୍ତି ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଆଉ ଜନଗଣ ଲେଖିଛନ୍ତି ରବୀନ୍ଦ୍ରନାଥ ଟାଗୋର। ନେକ୍ସଟ କ୍ୱେଶ୍ଚନ ଆନ୍ ଏରା ଅଫ୍ ଡାର୍କନେସ୍ ଇଜ ରିଟେନ୍ ବାଇ। ଏଇ ଏରା ଅଫ୍ ଡାର୍କନେସ୍ ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। କିଏ ଲେଖିଛନ୍ତି ଅପସନ ଅଛି କଣ ନା ଅରୁନ୍ଧତୀ ରୟ, ଶଶି ଥରୋର, ରାମଚନ୍ଦ୍ର ଗୁହା ଆଉ ହଉଛି ଚେତନ ଭଗତ। ଏଟା କିଏ ଲେଖିଛନ୍ତି ନା ଏରା ଅଫ୍ ଡାର୍କନେସ୍ ଟା ଲେଖିଛନ୍ତି କିଏ ନା ଶଶି ଥରୋର। ଶଶି ଥରୋର କଣ ଲେଖିଛନ୍ତି ଏରା ଅଫ୍ ଡାର୍କନେସ୍। ନେକ୍ସଟ କ୍ୱେଶ୍ଚନ ଯଦି ଆମେ ଦେଖିବା କଣ ନା ଶଶି ଥରୋରଙ୍କର ଆଉ କେତେଟା ଅଛି ଆମେ ଲେଖା ଯଦି ଦେଖିବା ନା ଇଣ୍ଡିଆ ଫ୍ରମ ମିଡନାଇଟ ଟୁ ମିଲେନିୟମ ଏଟା ବି ସେ ଲେଖିଛନ୍ତି ଯୋଉଟା କି 1997 ରେ ପବ୍ଲିଶ ହେଇଥିଲା। ତାପରେ ହଉଛି କଣ ନା ଇନଗ୍ଲୋରିୟସ୍ ଏମ୍ପାୟାର ହ୍ୱାଟ ଦ ବ୍ରିଟିଶ ଡିଡ୍ ଟୁ ଇଣ୍ଡିଆ, an era of darkness, the British Empire in India, the Great Indian Navy। ଏଇ ସବୁ ଗୋଟେ ଗୋଟେ କଣ ଲେଖିଛନ୍ତି ନା ଯୋଉ କାହା ଦ୍ଵାରା ଲେଖା ହେଇଛି ନା ଶଶି ଥରୁରଙ୍କ ଦ୍ଵାରା ଲେଖା ଯାଇଛି। କୋଉଟା ମନେ ରହିଲା ନା ଇଣ୍ଡିଆ ଫ୍ରମ ମିଡନାଇଟ ଟୁ ମିଲେନିୟମ, ତାପରେ ଇନଗ୍ଲୋରିୟସ୍ ଏମ୍ପାୟାର, ହ୍ୱାଟ ଦ ବ୍ରିଟିଶ ଡିଡ୍ ଟୁ ଇଣ୍ଡିଆ, an era of darkness ଆଉ ହଉଛି କଣ ଦ ଗ୍ରେଟ୍ ନୋବେଲ। ଏସବୁ ଲେଖିଛନ୍ତି କିଏ ନା ଶଶି ଥରୁର। ନେକ୍ସଟ କ୍ୱେଶ୍ଚନ ଏ ସୁଇଟେବଲ ବୟ ଇଜ ରିଟେନ୍ ବାଇ ଡେସ୍। କାହା ଦ୍ଵାରା ଏଇ ସୁଇଟେବଲ ବୟଟା ଲେଖାଯାଇଛି ଅରୁନ୍ଧତୀ ରୟ, ବିକ୍ରମ ସେଠ, ସଲମାନ ରସିଦ ନା ରସ୍କିନ ବଣ୍ଡ। କିଏ ଲେଖିଛନ୍ତି ନା କିଏ ଲେଖିଛନ୍ତି ଏଟା ନା ଏଇ ସୁଇଟେବଲ ବୟ ଲେଖିଛନ୍ତି ବିକ୍ରମ ସେଠ। କିଏ ଲେଖିଛନ୍ତି ଏଟା ନା ବିକ୍ରମ ସେଠ ହିଁ ଲେଖିଛନ୍ତି ଏ ସୁଇଟେବଲ ବୟ। କିଏ ଲେଖିଛନ୍ତି ବିକ୍ରମ ସେଠ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ ଏ ସୁଇଟେବଲ ବୟ, ଦ ଗୋଲ୍ଡେନ ଗେଟ୍, ଟୁ ଲାଇଫ୍ସ ଏ ସବୁ ଲେଖିଛନ୍ତି କିଏ ନା ବିକ୍ରମ ସେଠ ହିଁ ଏଇ ସବୁ ଲେଖିଛନ୍ତି। କୋଉଟା ନା ଦ ଏ ସୁଇଟେବଲ ବୟ, ଦ ଗୋଲ୍ଡେନ ଗେଟ୍ ଆଉ ଦ ଲାଇଫ୍ସ। ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ହ୍ୱାଇଟ ଟାଇଗର ଇଜ ରିଟେନ୍ ବାଇ। ଏ ହ୍ୱାଇଟ ଟାଇଗର ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। ଅପସନ ଅଛି ଅରୁନ୍ଧତୀ ରୟ, ବିକ୍ରମ ସେଠ, ଅରବିନ୍ଦା ଆରିଗା ନା ସଲମାନ ରସିଦ। ଏ କିଏ ହବ ନା ଅରବିନ୍ଦ ଆରିଗା ହିଁ ଲେଖିଛନ୍ତି କଣ ନା ଦ ହ୍ୱାଇଟ ଟାଇଗର। କିଏ ଲେଖିଛନ୍ତି ନା ଅରବିନ୍ଦ ଆରିଗା। ନେକ୍ସଟ କ୍ୱେଶ୍ଚନ ଯଦି ଆମେ ଦେଖିବା କଣ ରହୁଛି ନା ଦ ଷ୍ଟୋରି ଅଫ ମାଇ ଲାଇଫ ଇଜ ରିଟେନ୍ ବାଇ। ଦ ଷ୍ଟୋରି ଅଫ ମାଇ ଲାଇଫ ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। କିଏ ଲେଖିଛନ୍ତି ଏଟା ଗୋଟେ ଅଟୋବାୟୋଗ୍ରାଫି, ଗୋଟେ ଅଛି ବାୟୋଗ୍ରାଫି ଆଉ ଗୋଟେ ଅଟୋବାୟୋଗ୍ରାଫି। ବାୟୋଗ୍ରାଫି କୋଉଟା ନା ଜଣଙ୍କ ବିଷୟରେ ଆଉ ଜଣେ ଲେଖିବା। ଯଦି ଏ ବୋଲି ଗୋଟେ ଲୋକଟେ ଅଛି ଏ ବିଷୟରେ ଯଦି ବି କିଛି ଲେଖୁଛି ତାହେଲେ ସେଟା ହଉଛି କଣ ନା ବାୟୋଗ୍ରାଫି। ୟା ଜୀବନ ଉପରେ ଯଦି କିଛି ଲେଖୁଛି, ଯଦି ଏ ଜୀବନ ବିଷୟରେ ଏ ନିଜେ ହିଁ ଲେଖୁଛି ତାହେଲେ ସେଟା ହଉଛି କଣ ନା ଅଟୋବାୟୋଗ୍ରାଫି। ତାହେଲେ କହୁଛି ଦ ଷ୍ଟୋରି ଅଫ ମାଇ ଲାଇଫ ଗୋଟେ ଅଟୋବାୟୋଗ୍ରାଫି ଯୋଉଟା କାହା ଦ୍ଵାରା ଲେଖା ହେଇଛି ବୋଲି ପଚାରୁଛି। ଅଛି ହେଲେନ କେଲର, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ନା ମାର୍କ ଦାଭିଦ। ଠିକ ଉତ୍ତର କୋଉଟା ହବ ନା ହେଲେନ କେଲର ହିଁ ଲେଖିଛନ୍ତି କଣ ନା ଦ ଷ୍ଟୋରି ଅଫ ମାଇ ଲାଇଫ ଯୋଉଟା କି ଗୋଟେ ଅଟୋବାୟୋଗ୍ରାଫି। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା ଦ ଇନହେରିଟେନ୍ସ ଅଫ ଲସ୍ ଇଜ ରିଟେନ୍ ବାଇ। ଏଇ ଯୋଉ ଇନହେରିଟେନ୍ସ ଅଫ ଲସ୍ ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। ଅରୁନ୍ଧତୀ ରୟ, କିରଣ ଦେଶାଇ, ଝୁମ୍ପା ଲହରୀ ନା ଅନିତା ଦେଶାଇ। ଏଟା ଠିକ ଉତ୍ତର କୋଉଟା ହବ ନା କିରଣ ଦେଶାଇ ହିଁ ଲେଖିଛନ୍ତି କୋଉଟା ନା ଇନହେରିଟେନ୍ସ ଅଫ ଲସ୍। କିଏ ଲେଖିଛନ୍ତି କିରଣ ଦେଶାଇ ଦ ଇନହେରିଟେନ୍ସ ଅଫ ଲସ୍ ଟା ଲେଖିଛନ୍ତି। କିଛି ମିଡନାଇଟ ଚିଲଡ୍ରେନ ଇଜ ରିଟେନ୍ ବାଇ। ଏ ମିଡନାଇଟ ଚିଲଡ୍ରେନ ଟା କିଏ ଲେଖିଛନ୍ତି ବୋଲି ପଚାରୁଛି। କିଏ ଲେଖିଛନ୍ତି ଅପସନ ଅଛି ଅରୁନ୍ଧତୀ ରୟ, ସଲମାନ ରସିଦେ, କିରଣ ଦେଶାଇ ନା ବିକ୍ରମ ସେଠ। କିଏ ଲେଖିଛନ୍ତି ନା ଲେଖିଛନ୍ତି ସଲମାନ ରସିଦ। ସଲମାନ ରସିଦ ହିଁ ଲେଖିଛନ୍ତି ମିଡନାଇଟ ଚିଲଡ୍ରେନ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା ୱିଙ୍ଗସ ଅନ ଫାୟାର ଇଜ ରିଟେନ୍ ବାଇ। ଆଚ୍ଛା ଏଇଟା ହଉଛି ତମର କଣ ନା ହୋମୱାର୍କ ରହୁଛି। ୱିଙ୍ଗସ ଅଫ ଫାୟାର ଟା କିଏ ଲେଖିଛନ୍ତି ଅପସନ ଅଛି ରାକେଶ ଶର୍ମା, ଏପିଜେ ଅବୁଲ କାଲାମ ଆଜାଦ, ହୋମି ଜେ ଭାବା ଆଉ ଗୋଟେ ହଉଛି ବିକ୍ରମ ସାରାଭାଇ। ଏଟା କିଏ ଲେଖିଛନ୍ତି ଏଟା ତମେ କମେଣ୍ଟ ସେକ୍ସନ ରେ କହିବ। ଏଇ ଭିଡିଓରେ ବି ଆମେ ଡିସ୍କସନ କରିସାରିଛନ୍ତି। ଏଟା ରହିଲା ହୋମୱାର୍କ, ଲେକିନ ମତେ ଜଣେଇବ। ତ ଆଜି ଏଇ ଭିଡିଓରେ ଏତିକି। ବହୁତ ଛୋଟ ଭିଡିଓଟେ ଥିଲା ଆଉ ଆମେ ବହୁତ କ୍ୱେଶ୍ଚନ ବି ଏଠି ଆମେ କଭର କରିନେଲେ। ତ ୟା ପର ସେସନ ରେ ବି ଆମେ ଆହୁରି ଯେତିକି ସବୁ ବୁକ୍ ଅଛି ଆମେ କଭର କରିବା। ଥ୍ୟାଙ୍କ ୟୁ। ତ ଭିଡିଓଟି ଯଦି ଭଲ ଲାଗିଛି ତାକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଆଉ ଯଦି ମୁଁ ଯାହା ବି କ୍ୱେଶ୍ଚନ ଟା ଦେଇଛି ହୋମୱାର୍କ ରେ ତାକୁ କମେଣ୍ଟ ସେକ୍ସନ ରେ ନିହାତି କୁହନ୍ତୁ। ଆଉ ହଉଛି ଭିଡିଓଟି ପୁରା ଦେଖିଥିବାରୁ ଥ୍ୟାଙ୍କ ୟୁ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।